ଆଜି ଥିଲା କୁମାର ପୂର୍ଣ୍ଣିମା। ଯେହେତୁ ମୁଁ ମୋ ଘର ଠାରୁ ବହୁତ ହିଁ ଦୂରରେ ରହୁଛି ତ ମୁଁ ପ୍ରପର୍ ୱେରେ ସେଲିବ୍ରେସନ୍ କରିନପାରେ, କିନ୍ତୁ ମୁଁ ଟ୍ରାଏ ତ କରିଛି। ଏଇଠି ମୁଁ କ୍ଷୀର ଆଣି ତାକୁ ଛେନା ଛିଡ଼େଇ ଚାନ୍ଦ ପାଇଁ ପ୍ରିପାରେସନ୍ କରୁଥିଲି। ଅଳେଇଚ ପକେଇଲି, ଡ୍ରାଏ ଫ୍ରୁଟ୍ ବୋଲେ କିସମିସ୍ ଆଉ ଆଲମଣ୍ଡ ଥିଲା, ଆଉ କଦଳୀ ପକେଇଛି। ଲିଆ ଆଣିପାରି ନଥିଲି ଯେହେତୁ ମୁଁ କାମ ଚଳେଇ ଦେଇଛି। କଦଳୀ ଆଉ ଛେନା ଆଉ ଚିନି ଟିକେ ଅଧିକ ପକେଇଛି ଯେହେତୁ ମୋତେ ମିଠା ଟିକେ ଅଧିକ ଭଲ। ତ ଏଇଠି ମୁଁ ଚକଟା ଚକଟି କରିକି ତାକୁ ପୁରା ସ୍ମାସ୍ କରିକି ଚାନ୍ଦଟା ମୋର ପୁରା ଏଇଠି ରେଡ଼ି ହେଇଯାଇଛି। ସୁନ୍ଦର ତ ଦେଖାଯାଉଛି। ଆଉ ତାପରେ ମୁଁ ମୋର ଯେହେତୁ ଉପବାସ ଥିଲା ତ ମୁଁ ସୁଜି ତିଆରି କରିଛି। ଯେହେତୁ ଗୋଟେ ହାତରେ ଫୋନ୍ ଧରିକି ଏପଟେ ଭିଡ଼ିଓ କରୁଥିଲି, ସବୁ ମାନେ ଟିକେ ସ୍ପଏଲ୍ ହେଇଯାଇଛି, ଭଲ ହେଇନି କିନ୍ତୁ ଖାଇ ହେଉଥିଲା। ଆଉ ଅଳତା ତ କୁହନ୍ତୁ ହିଁ ନାହିଁ, ମୁଁ ବହୁତ ହିଁ ଲେଟ୍ରେ ଲଗେଇଛି ସନ୍ଧ୍ୟାବେଳକୁ, କାହିଁକିନା ମୋ ପାଖରେ ଅଳତା ନଥିଲା। ମୋ ସାଙ୍ଗ ଆସିବା ପରେ ମୋତେ ଦେଇଥିଲା। ତ ଏଇଠି ମୁଁ ମୋର ରେଡ଼ି ହେବା ଷ୍ଟାର୍ଟ କରିଦେଇଛି। ଫାଉଣ୍ଡେସନ୍ ୟୁଜ୍ କରିନି କାହିଁକିନା ମୋତେ କାମ କରିକି ଟିକେ ହାଲିଆ ଲାଗୁଥିଲା, ତ ହେଭି ଲାଗିବ ବୋଲି ମୁଁ ୟୁଜ୍ କରିନି। କନସିଲର୍ ୟୁଜ୍ କରିଛି ସୁଇସ୍ ବିୟୁଟିର, ସେଇଟା ବି ମୋତେ ଫୁଲ୍ କଭରେଜ୍ ଦେଇଛି। ତ କମ୍ପାକ୍ଟରେ ତାକୁ ସବୁ ସେଟ୍ କରିଛି। ମେଭଲିନ୍ର କମ୍ପାକ୍ଟ ୟୁଜ୍ କରିଛି। ଦେନ୍ ମୁଁ ମୋ ଆଇବ୍ରୋକୁ ଏଇଠି ସେଟ୍ କରିଦେଇଛି। ଆଇବ୍ରୋ ତ ପେନ୍ସିଲ୍ରେ ମୁନ ନାହିଁ, କିନ୍ତୁ ମୁଁ କାମ ଚଳାଇ ଦେଇଛି, ଯେଉଁଟାକି ସୁଇସ୍ ବିୟୁଟିର ଥିଲା। ବହୁତ ହିଁ ଭଲ, ମୋ ଫେଭରେଟ୍। କଲର୍ ବାର୍ ଏଇ ଲିପଷ୍ଟିକ୍ଟା ୟୁଜ୍ କରିକି ମୁଁ ଆଇ ସ୍ୟାଡ଼ୋ ଆଉ ଚିକ୍ ସ୍ୟାଡ଼ୋ ଦୁଇଟାକୁ ଆପ୍ଲାଏ କରିଦେଇଛି। ଆଉ ଏଇ ଲିପଷ୍ଟିକ୍ଟା ମୋର ବହୁତ ଫେଭରେଟ୍। ଆଉ ହାଇଲାଇଟର୍ ଏଇଠି ୟୁଜ୍ କରିକି ମୋ ଆଖିକୁ ହାଇଲାଇଟ୍ କରିଦେଇଛି। ଆଉ ଫେସ୍ର ହାଇଲାଇଟିଂ ପଏଣ୍ଟ ସବୁଠି ହାଇଲାଇଟର୍ ୟୁଜ୍ କରିଛି। ଦେନ୍ ମସ୍କାରା ଆପ୍ଲାଏ କଲି। ଆଇଲାଇନର୍ ତା ପୂର୍ବରୁ ଆପ୍ଲାଏ କରିଦେଇଥିଲି ଅଫ୍ ସ୍କ୍ରିନ୍ରେ। ଆଉ ଏଇଠି ଲିପ୍ ଗ୍ଲସ୍ ୟୁଜ୍ କରିଛି। ମୋତେ ସେଦିନ ବହୁତ ହିଁ ଇଚ୍ଛା ଥିଲା ଗ୍ଲସ୍ ଲଗାଇବାର। ଦେନ୍ ମୁଁ ଇୟରିଙ୍ଗସ୍ ପିନ୍ଧିକି ଗୋଟେ ସୁନ୍ଦରସା ହେୟାର ଷ୍ଟାଇଲ୍ କରିଦେଇଥିଲି। ସୁନ୍ଦରସା ବୋଲେ ଖାଲି ଖୋଲି ହିଁ ଦେଇଥିଲି ଚୁଟିଟାକୁ। ତାପରେ ବିନ୍ଦି ଲଗାଇବାକୁ ତ ଟୋଟାଲି ଭୁଲି ହିଁ ଯାଇଥିଲି। ତାପରେ ଅନଫର୍ଚୁନେଟଲି ମୋର ମନେ ପଡ଼ିଗଲା, ଯାହା ହଉ। ତ ଏଇଠି ମୋ ସଜବାଜ ସରିଯାଇଥିଲା। ତାପରେ ମୁଁ ଠାକୁରଙ୍କ ପାଖକୁ ଯାଇଥିଲି ତାଙ୍କୁ ଟିକେ ସଜେଇ ଦେବାକୁ। ଫର୍ଷ୍ଟ ମୁଁ ମୁରୁଜ ପକାଇଥିଲି, ତାପରେ ମୁଁ ଦୀପ ସଜାଡ଼ିକି ରଖିଦେଇଥିଲି, ତାପରେ ଝୁଣା ରଖିଲି, ତାପରେ ଭୋଗ ପାଇଁ ମୁରୁଜ ପକାଇଲି, ଆଉ ଟିକେ ଡିଜାଇନ୍ କରିଦେଇଥିଲି। ଭୋଗରେ କେବଳ କଦଳୀ ଥିଲା, ଆଉ ଚାନ୍ଦ ତ ମଷ୍ଟ ରହିବ ଯେହେତୁ କୁମାର ପୂର୍ଣ୍ଣିମା। ତାପରେ ଏଇଠି ଦୀପ ଧୂପ ଆଉ ଝୁଣା ଦେଇଥିଲି। ଏଇ ଝୁଣାଟି ମୋର ବହୁତ ହିଁ ପସନ୍ଦ, କାହିଁକିନା ଆର ବାସ୍ନାଟା ମୋତେ ବହୁତ ହିଁ ପସନ୍ଦ। ଏଇ ଝୁଣାଟା ମୁଁ ଅକେଜନାଲି ଲଗାଏ ଫେଷ୍ଟିଭାଲ୍ସରେ। ତାପରେ ଫୁଲ ଲଗାଇଥିଲି, ଚନ୍ଦନ ତା ପୂର୍ବରୁ ମୁଁ ଲଗାଇ ଦେଇଥିଲି। ଫୁଲ ତ ବାଙ୍ଗାଲୋରରେ ଭାଇ ବହୁତ ହିଁ ଭେରାଇଟିର ମିଳେ। ମୋତେ ତ ସବୁବେଳେ ପସନ୍ଦ ଠାକୁରଙ୍କୁ ଏମିତି ସଜବେଶ କରିକି ରଖିବାକୁ। ଯେହେତୁ ବି କୁମାର ପୂର୍ଣ୍ଣିମା ଥିଲା ତ ମୁଁ ଆଉ ଟିକେ ଏକ୍ସଟ୍ରା ସଜବେଶ କରିଦେଇଥିଲି। ଏମିତି ହିଁ ଥିଲା ମୋ କୁମାର ପୂର୍ଣ୍ଣିମା ସେଲିବ୍ରେସନ୍ ବାଙ୍ଗାଲୋରରେ, ଯେଉଁଟାକି ମୁଁ ଏକୁଟିଆ କରିଥିଲି। ତ ଆପଣମାନଙ୍କୁ ମୋ ମିନି ବ୍ଲଗ୍ଟି କେମିତି ଲାଗିଲା, କୁମାର ପୂର୍ଣ୍ଣିମା ସେଲିବ୍ରେସନ୍ କେମିତି ଲାଗିଲା କମେଣ୍ଟ ଡାଉନ୍ କରିବେ। ଆଉ ଜମା ବି ଭୁଲିବେନି ସବସ୍କ୍ରାଇବ୍ କରିବାକୁ ମୋ ଚ୍ୟାନେଲ୍କୁ। ଆଉ ଏଇଟା ଥିଲା ମୋ ଛୋଟ ମନ୍ଦିର ବାଙ୍ଗାଲୋରରେ।